ନାଇଁ ଗତକାଲି ମଧ୍ୟ ଆମେ ସମୀକ୍ଷା କରିଥିଲୁ, ପରଦିନ ମଧ୍ୟ ସମୀକ୍ଷା କରିଥିଲୁ। ପ୍ରାକୃତିକ ବିପର୍ଯ୍ୟୟ ଏଭଳିଆ ଗୋଟେ ବିପଦ ଯୋଉ ବିପଦ ପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ସଜାଗ ହେବା ପାଇଁ ପଡିଥାଏ ଏବଂ ଅଧିକାରୀ ମାନଙ୍କୁ ମଧ୍ୟ ସଜାଗ ହେବା ପାଇଁ ପଡିଥାଏ। 2 ଦିନ ତଳେ ଯୋଉ ସମୀକ୍ଷା ହେଇଥିଲା ସେଥିରେ ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଞ୍ଜ ଏବଂ କେନ୍ଦୁଝର 2ଟା ଜିଲ୍ଲା ରେଡ୍ ଜୋନ୍ରେ ଥିଲା ଏବଂ ବନ୍ୟାର ପରିସ୍ଥିତି ଏବଂ କ୍ଷୟକ୍ଷତି ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଆକଳନ କରୁଛି। କିନ୍ତୁ ବର୍ତ୍ତମାନ ମୟୂରଭଞ୍ଜ ଏବଂ କେନ୍ଦୁଝର ସେଫ୍ ଜୋନ୍ରେ ଅଛି। ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତନ କମିବାଟା ଆରମ୍ଭ ହେଲା। ରିଲିଫ ସେଣ୍ଟରରୁ ମଧ୍ୟ ଲୋକେ ଫେରିବାଟା ଆରମ୍ଭ କରିଥିଲେ। ଏବେ ଏଇ 2ଟା ଜିଲ୍ଲାର କ୍ଷୟକ୍ଷତିର ଆକଳନ ଏବଂ ଲୋକଙ୍କୁ ଇନପୁଟ ସବସିଡି ପ୍ରଦାନ ଏଇଟା ମୁଖ୍ୟ କାମ ରହିଲା। ଏବେ ଗତକାଲି ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଏଫେକ୍ଟେଡ ହେଇଥିଲା, କିନ୍ତୁ ଆଜି ସକାଳୁ ବୈତରଣୀ ନଦୀର ମଧ୍ୟ ଜଳପତନ ଡେଞ୍ଜର ଲେଭେଲରୁ କମିବାଟା ଆରମ୍ଭ କରିଛି। ଆପଣଙ୍କର ଏବେ ଲୋକେ ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ରିଲିଫ ସେଣ୍ଟର ମିଳିଗଲା, କିନ୍ତୁ ସେମାନଙ୍କର ପ୍ରଭାବିତ ଘର ସବୁ ଠିକଠାକ ହେବା ପର୍ଯ୍ୟନ୍ତ ସବୁ ଏଫେକ୍ଟେଡ ଜିଲ୍ଲାରେ ଲୋକଙ୍କୁ ରନ୍ଧା ଖାଦ୍ୟ, ଯେଉଁମାନେ ଖାଇବା ପାଇଁ ଚାହିଁବେ ତାଙ୍କୁ ରନ୍ଧା ଖାଦ୍ୟ, ଯେଉଁମାନେ ରିଲିଫ ସେଣ୍ଟରକୁ ଆସିବା ପାଇଁ ଚାହିଁବେ ଘରେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ସେମାନଙ୍କର ଘରର କ୍ଷୟକ୍ଷତି, ସେମାନଙ୍କର ଫସଲର କ୍ଷୟକ୍ଷତି ଏବଂ ଘରେ ଯଦି ତାଙ୍କର ବାସନ କୁସନ ଏବଂ କପଡ଼ା ଲତା ମଧ୍ୟ ଯଦି ତା ପାଇଁ ମଧ୍ୟ କ୍ଷତିପୂରଣ ରାଶି ଦେବାକୁ